ଆଜି ଜଣେ ରୋଗୀ ଆସିଥିଲେ ଓପିଡିକୁ ଯାହାଙ୍କର ସମୟ ସମୟରେ ମୁଣ୍ଡ ବୁଲେଇ ହେଉଥିଲା। ତାଙ୍କୁ ଇଏନ୍ଟି ଡିପାର୍ଟମେଣ୍ଟକୁ ରେଫର କରାଯାଇଥିଲା। କିନ୍ତୁ ତାଙ୍କ ମନରେ ଗୋଟେ ପ୍ରଶ୍ନ ଥିଲା ଯୋଉଟା ସେ ମୋତେ ପଚାରିଲେ କି ମ୍ୟାଡାମ ମୋର ତ ମୁଣ୍ଡ ଘୁରେଇ ହେଉଛି ବୁଲଉଛି, ତ ଆର ଇଏନ୍ଟି ସାଙ୍ଗେ ସମ୍ପର୍କ କ'ଣ? ବହୁତ ଭଲ ପ୍ରଶ୍ନଟା। ଆପଣଙ୍କ ମନରେ ବି ଏଭଳି ପ୍ରଶ୍ନ ଆସୁଥିବ। ତାହେଲେ ଚାଲନ୍ତୁ ଜାଣିବା ଆହାର ଉତ୍ତର କ'ଣ। କାନର କାମ ଖାଲି ହିୟରିଂ ଶୁଣିବା ନଥାଏ। ଆହାର ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଫଙ୍କସନ୍ ହେଉଛି ବାଲାନ୍ସ। ଆପଣ ଆଜି ଚାଲୁଛନ୍ତି, ବସୁଛନ୍ତି, ଗୋଟେ ପୋଶ୍ଚର ମେଣ୍ଟେନ୍ କରୁଛନ୍ତି କିମ୍ବା ହେଡ୍ ମୁଭମେଣ୍ଟ କରୁଛନ୍ତି, ଏଇ ଜିନିଷ ପାଇଁ ଗୋଟେ ବାଲାନ୍ସ ଦରକାର। ଯୋଉଟାକି ଆମ ଇୟରରେ ଅଛି ଗୋଟେ ସିଷ୍ଟମ୍, ତାକୁ କୁହନ୍ତି ଭେଷ୍ଟିବୁଲାର ସିଷ୍ଟମ୍। ଆମ ଇନର ଇୟରରେ ବହୁତ ହି ସ୍ପେଶାଲାଇଜ୍ ଷ୍ଟ୍ରକ୍ଚର ଅଛି, ଯୋଉକି ଆମ ହେଡ୍ ମୁଭମେଣ୍ଟ ହେଲେ ଏଇ ସିଗ୍ନାଲ ସେ ପାସ୍ କରନ୍ତି ବ୍ରେନ୍କୁ, ଆଉ ବ୍ରେନ୍ ହେଲ୍ପ କରେ ଆମ ବାଲାନ୍ସ ସିଷ୍ଟମ୍ ମେଣ୍ଟେନ୍ କରିବା ପାଇଁ। ଆମର ଯେଉଁ ମୁଣ୍ଡ ବୁଲାଇବା ହୁଏ ତାକୁ ଆମେ ଭର୍ଟାଇଗୋ କହୁ। ଆଉ ତାର ବିଭିନ୍ନ କାରଣ ଅଛି, କିନ୍ତୁ ତାର ମୋଷ୍ଟ କମନ୍ କାରଣ ହେଉଛି ବିପିଭିରି, ଯୋଉଟାକି ଇୟର ପାଇଁ ହୁଏ। ଆଉ ସବୁଠୁ ଗୁଡ୍ ନ୍ୟୁଜ୍ ହେଉଛି କି ଏଇଟା କିଛି ମ୍ୟାନ୍ୟୁଭର୍ସ ଯୋଉଟାକି ଆମେ ଏକ୍ସରସାଇଜ କରିକି ଆର ଟ୍ରିଟମେଣ୍ଟ କରୁ, ବହୁତ ଟାଇମ୍ରେ ମେଡିସିନର ଦରକାର ପଡ଼େ ନାହିଁ। ତ ଆପଣଙ୍କର ବି ଯଦି ମୁଣ୍ଡ ବୁଲେଇ ହେଉଛି କିମ୍ବା ବେଡ୍ରୁ ଉଠିଲା ବେଳୁ କଡ଼ ଲେଉଟିଲା ବେଳୁ ମୁଣ୍ଡ ବୁଲେଇ ହେଉଛି, ତାହେଲେ ତାକୁ ହେଳା କରିବେନି, ଇଏନ୍ଟି ସ୍ପେଶାଲିଷ୍ଟକୁ ଦେଖା କରନ୍ତୁ। ମୁଣ୍ଡ ବୁଲେଇବା କିମ୍ବା ଭର୍ଟାଇଗୋ ଉପରେ ଆଉ ଗୋଟେ ପାର୍ଟ 2 ଭିଡ଼ିଓ ମୁଁ ନିଶ୍ଚୟ କରିବି। ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ ଆଣ୍ଡ ସେୟାର କରିବେ। ନମସ୍କାର।